ଆୟୁଷଦାୟକ ଏହାର ସମାନ ନାହିଁ ସୌଭାଗ୍ୟଦାୟକ ଦେବତୁଲ୍ୟ ପୂଜ୍ୟ ପୁଣି ପାପ ନାଶ କରି ଏଣୁ ପଣ୍ଡିତ ଏ ଗ୍ରନ୍ଥ ଶ୍ରାଦ୍ଧ କାଳେ ଧରି ପଢ଼ି ଶୁଣାଇବେ ପିତୃଗଣଙ୍କୁ ତାଙ୍କର ଶ୍ରଦ୍ଧାରେ ଶୁଣିଲେ ଏହା ଓ ପୁତ୍ରିକ ନର ପୁତ୍ର ପ୍ରାପ୍ତ ହୁଏ ଜ୍ଞାନ ତାହାର ବଡ଼ଇ କୁବେର ସମାନ ଧନ ସେ ପ୍ରାପ୍ତ ହୁଏ ବ୍ରହ୍ମ ହତ୍ୟା ପାପି ଏଇ ଗ୍ରନ୍ଥକୁ ପଢ଼ିଲେ ଅନ୍ତକାଳେ ଯାଇ ବହି କୁଣ୍ଠେ ବସେଲେ କୋଟି ଧନ କୋଟି ଧେନୁ ଦାନେ ଜାମିଳଇ ଏ ପୁରାଣ ଶ୍ରବଣରେ ଅଧିକଟି ହୋଇ ଗଙ୍ଗାରେ ସ୍ନାନ ଆଉ ପ୍ରୟାଗରେ ଦାନ ଦେଲେ ଅରଜନ୍ତି ଜନେ ଯେତେ ଯେତେ ପୁଣ୍ୟ ଏହି ରାମାୟଣ ଗ୍ରନ୍ଥ ଶୁଣିଲେ କର୍ଣ୍ଣରେ ଅଧିକ ଫଳ ତାକୁ ମିଳଇ ଅଚିରେ সকল পাপরু সেউ মুখত হুই অন্তকালে যাই বিষ্ণু লোকরে বসই দেবতা মানে তাকু সম্মান করন্তি সুধর্মা সবারে নেই আদরে বসন্তি কিন্তু উপবাস যেউ করি নয়াকু যমদূতে বহু দণ্ড দিয়ন্তি তাকু জীবনে ন দানা গণ্ডে তারে ন মিলিব বলে রব নরকে পতিত হইব টপ টপ হই ফুটো জীব তপ্ত জেড় আমধ্যরে পড়িথিব নখ চর্ম বাଳ কাবଳ ତରେ ଦୂତେ ଚିଣ୍ଡା ହୋଇଥିବେ ରାମାୟଣ ନିନ୍ଦୁକକୁ ତହିଁରେ ଫିଙ୍ଗିବେ କହିବା ପାଇକି ପଦେ ନଥିବ ଜଗତି ଶାବଳରେ ଗେଞ୍ଜୁଥିବେ ଦେଇ ନାନା ଜାତି ଏପରି ଦଣ୍ଡ ଭୋଗନ୍ତି ପୁରାଣ ନିନ୍ଦୁକ ମିଥ୍ୟା ନୁହେଁ ଏହା ଅଟେ ମୁନି ଜନ ବାକ୍ୟ ମାତ୍ର ରାମ ନାମ ତୋରେ ଜପିଲେ ମୁଖରେ ସମର ଦଣ୍ଡରୁ ମୁକ୍ତ ହୋଇବ ଚିରେ ଏହାର ଉଦାହରଣ ଆଦ୍ୟ କାଣ୍ଡେ ଅଛି ଦଶରଥ ରାଜା ମନ ବେଦୀଶ୍ୱର ଯୋଉଛି ଅନ୍ଧକ ମୁନି ପୁତ୍ରକୁ ଅକାଳେ ବଧିଲେ ତେଣୁ ବ୍ରହ୍ମ ହତ୍ୟା ପାପେ ସେ ଭାଗି ହୋଇଲେ ମୁକତ ହୋଇବା ପାଇଁ କିଞ୍ଚିଣ ଉପାୟ ବଶିଷ୍ଠଙ୍କର ଆଶ୍ରମରେ ପ୍ରବେଶିଲେ ରାୟ ନଥିଲେ ସେ କାଳେ ଋଷି ବର ଆଶ୍ରମରେ ତାଙ୍କ ପୁତ୍ର ବାମଦେବ ଥିଲେ କମଠରେ ତାହାକୁ କୁହନ୍ତି ରାଜା ସର୍ବ ସମାଚାର ଋଷି ସୁତ ବାମଦେବ ବିଚାରି ମନର ଯଥା ବିଧି ବିଧାନରେ ତାଙ୍କୁ ବସାଇ ଦୁଇ ଥର ରାମ ନାମ ମନେ ଦେଲେ କହି ଏତିକି ଶୁଣିଲ ରାଜା ଦଶରଥଙ୍କର ବ୍ରହ୍ମ ହତ୍ୟା ପାପ ଭଙ୍ଗ ହୋଇଗଲା ଦୂର ରାମଚନ୍ଦ୍ର ପରି ପୁତ୍ର ସେଉ ପ୍ରାପ୍ତ ହେଲେ ଅନ୍ତକାଳେ ବହି କୁଣ୍ଠେ ଯାଇ ନ ବସିଲେ ବଶିଷ୍ଠ ପରେ କଥା ପୁତ୍ର ମୁଖ ଶୁଣି ଅତ୍ୟନ୍ତ ବିରକ୍ତ ହୋଇ ଥିଲେ ତପି ମଣି କହିଥିଲେ ଯେ ତାଙ୍କର ପୁତ୍ରକୁ ବୁଝାଇ ଦୁଇ ଥର ରାମ ନାମ କେନେ ଦେଲୁ କହି ଗୋଟିଏ ଥର ତ କହି ଥିଲେ ହୋଇଥାନ୍ତା ବ୍ରହ୍ମ ହତ୍ୟା ପାପକୁ ଦୂରେ ଘୁଞ୍ଚିଥାନ୍ତା ଏପରି ଅଟଇ ଯେହୁ ନାମର ମହିମା ତାହାକୁ ପୁଣି ସଂସାରେ କେ ଦେବ ଉପମା ଧନ୍ୟ ଧାନ୍ୟ ଆଦି ବହୁ ରତନ ମିଳିବ ପୁଣି ସମୟରେ ସେଉ ନାଶ ହୋଇଯିବ କିନ୍ତୁ ନାମରେ ଆଶ୍ରୟ ନେଇଥିବ ସେଇ ରାମାୟଣ ଶୁଣିଥିବ ମନ କର୍ଣ୍ଣ ଦେଇ ଯୁଗ ଯୁଗକୁ ସାରିତି ହୋଇ ରହିଥିବ ସୁନାକ୍ଷରେ ତାର ନାମ ଲିପିବଦ୍ଧ ହେବ ଅନ୍ତର ମଧ୍ୟରେ ସଦା କରିଲେ ଭଜନ ପବିତ୍ର କରନ୍ତି ତାକୁ ରାମ ଭଗବାନ ଦଚୁରତ୍ରା କରଛୁ ମାରି ପ୍ରାଣୀ ନାଚି ରାମ ନାମ ଜପି ହେଲେ ଶେଷରେ ମହର୍ଷି ପୁଣି ମହାକବି ନାମ କହିଲା ତାଙ୍କର ରାମାୟଣ ଲେଖିଲେ ଯେ ଲେଖନି ମୁନର ତାଙ୍କରି ଲିଖିତ ଅଟେ ଆମେ ଏକାଦଶ ଗାଇଛୁ ତମେ ଏଇଟା କମ୍ପ୍ଲିଟ୍ କରିଦେ କଥା ରାମାୟଣ ବେଦ ମଧ୍ୟରେ ଯେ ଗ୍ରନ୍ଥ ହୋଇଛି ଗଣନ ଆଗର ନଥିଲା ଗ୍ରନ୍ଥ ନଥିଲା କବିତା ଆର୍ଯ୍ୟରେ ବାଲ୍ମୀକି ମୁନି କଲେ ରଚୟିତା ତେଣୁ
আদি কবি নামে এলে যে বর্ণিত রাম নামর ওটই এ পরিবত প্রভাত উঠিণ যেবু রাম সীতাঙ্কর নামକୁ জপ করিব মুখে সত্যবার সারা দিবস তার সুখে কটিଯିବ অমৃত সমান খাদ্য অচিরে পাইব এণু সূর্য বিজ্ঞ নারী নর পাপি তাপি যোগী ভোগী রোগী ত্যাগী রাম নাম জপি এগোর কোড়ি କାଳରୁ ହୁଅନ୍ତୁ ଉଦ୍ଧାର ନ ଲାଗିବ ପାପ ତାପ ହଟିଯିବ ଦୂର ଏତିକି ମାତ୍ର ଗୋଟେ ମୋର ନିବେଦନ ଏ ଗ୍ରନ୍ଥକୁ ଘରେ ଘରେ କରନ୍ତୁ ପଠନ ଶ୍ରୀରାମ ଲକ୍ଷ୍ମଣ ବ୍ରତ ଶତ୍ରୁଘ୍ନ ପାଦେ କୋଟି କୋଟି ପ୍ରଣାମ ମୁଁ କରୁଅଛି ଆଦେ ସୁଗ୍ରୀ ହନୁମାନ ନଳ ନୀଳ ଜାମ୍ବବାନ ଅଷ୍ଟବୀର ବିଭୀଷଣ ଲଙ୍କାର ରାଜନ ଆଦି କେତେ ରାମ ଭକ୍ତ ବୀର ମାନେ ଛନ୍ତି ତାଙ୍କ ପୟରେ ମୁହିଁ ଜଣାଏ ପ୍ରଣତି ଶ୍ରୋତା ଭକ୍ତାଙ୍କ ପୟରେ କରେ ନିବେଦନ ଆମର ଯେତେ କହୁଛନ୍ତି ରାମ ଭକ୍ତ ଜନ ତାଙ୍କ ପୟର ତଳେ କଲେ ନମସ୍କାର ଦୋଷା ଦୋଷଣ ଧରିବେ ସାଧୁ ସୁଜ୍ଞନର ଯେଉଁ ମୁନି ମାନେ ଏହି ଗ୍ରନ୍ଥ ରଚିଛନ୍ତି ସେମାନଙ୍କୁ ଜଣା ଉଚି ମୁଁ କୋଟି ପ୍ରଣତି ରାମ ନାମ ଜପ କର ଏକାଗ୍ର ଚିତ୍ତରେ ସୀତାଙ୍କ ନାମକୁ ଯୋଗ କରିନ ତହିଁରେ ଏତିକି ମାତ୍ର ଗୋଟେ ମୋର ନିବେଦନ ସମାପ୍ତ ହୋଇଲା ଗ୍ରନ୍ଥ କହେ କ୍ଷେତ୍ର ନଇତେ राम मंगल बोल आनंद गवार श्री रामचंद्र की लक्ष्मण वीर की सीता ठाकुरानी की भगवान की राम देवा देवी की राम देवी की राम इष्ट देवी की पुराण पुस्तक की सप्तखंड रामायण की बोल आनंद गवार